ହାଇଦ୍ରାବାଦ କେତେ ବର୍ଷ ହେଲା ଆସିଲେନି? 2010 ରୁ ହଁ ବହୁତ ଖୁସି ଲାଗେ। ମାନେ କି କାମ କରିବାଟା ସେଇଟା ଟିକେ କଷ୍ଟ ଦୁଃଖ, ଆଉ ବାପା ମାଙ୍କୁ ଛାଡ଼ିକି ରହିବାଟା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣଙ୍କର ଏମ୍ ସାହୁ। ଆପଣମାନେ ଦେଖୁଛନ୍ତି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ ସାହୁ ବ୍ଲଗ୍। ଆଜି ଆମେ ଜଣେ ଏମିତି ବ୍ୟକ୍ତି ବିଷୟରେ ଆମେ କଥା ହେବା। ଆପଣମାନେ ତାଙ୍କ କାହାଣୀ ଶୁଣିଲା ପରେ ଆପଣମାନଙ୍କ ମନରେ ବହୁତ ଦୁଃଖ ଆସିବ। ଆପଣମାନେ ବହୁତ ପଡ଼କାଷ୍ଟରେ ଦେଖିଥିବେ, ବହୁତ ଅମିର ଲୋକ କିମ୍ବା ଆମର ଫିଲ୍ମ ଷ୍ଟାର, ଆପଣ ବଡ଼ ବଡ଼ ଲୋକଙ୍କୁ ନେଇ ଆପଣମାନେ ପଡ଼କାଷ୍ଟଟି ଦେଖିଥିବେ। ଆଜି ଆମେ ଏ ଭିଡ଼ିଓ ମାଧ୍ୟମରେ ଏମିତି ଏକ ବ୍ୟକ୍ତିଙ୍କ ସାଥିରେ ଆମେ କଥା ହେବା, ଯିଏ ଆପଣଙ୍କର ଛୋଟ ମଣିଷଟିଏ। ସିଏ ତାଙ୍କର ଫ୍ୟାମିଲିକୁ ଛାଡ଼ି ଆସି ବାହାରେ କାମ କରୁଛନ୍ତି। କିଭଳି ଭାବରେ କାମ କରୁଛନ୍ତି ଆଉ କିଭଳି ଭାବରେ ତାଙ୍କର ଘର ଫ୍ୟାମିଲି ଛାଡ଼ି ଆସି ଏଠି ଆମେ କାମ କରୁଛନ୍ତି, ତାଙ୍କ ସାଥିରେ ଆମେ କଥା ହେବା। ତାଙ୍କ ଡିଟେଲ୍, ତାଙ୍କ ମନ ଭିତରେ ଯେଉଁ ଦୁଃଖ ଭରା କାହାଣୀଟିଏ ଆଜି ଆପଣଙ୍କ ସାମ୍ନାରେ ଆମେ ପ୍ରକାଶ କରିବା। ଏ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ ସବୁ ଆମର ଛୋଟ ବ୍ୟକ୍ତିମାନଙ୍କର ଯେଉଁ କାହାଣୀ ଗୁଡ଼ିକ ଆପଣଙ୍କ ସାମ୍ନାକୁ ଆସିପାରୁନାହିଁ, ସେଇ କାହାଣୀ ବିଷୟରେ ଆଜି ଆମେ ଆପଣମାନଙ୍କ ସାମ୍ନାକୁ ଆଣିବା ପାଇଁ ଆମେ ଚେଷ୍ଟା କରିବୁ। ଆପଣ ବହୁତ ପଡ଼କାଷ୍ଟରେ ଦେଖିଥିବେ, ଆପଣ ବହୁତ ବଡ଼ ବଡ଼ ବ୍ୟକ୍ତିଙ୍କ ପଡ଼କାଷ୍ଟ ଆପଣ ଦେଖିଥିବେ, କେଉଁ ଛୋଟ ବ୍ୟକ୍ତିର ପଡ଼କାଷ୍ଟ ଆପଣମାନେ ଦେଖିନଥିବେ। ଆଜି ଆମେ ଏମିତି ଏକ ବ୍ୟକ୍ତି ଯାହାକୁ ମାନେ ଆପଣ ଜାଣିପାରୁଥିବେ ମୁଁ କାହା ବିଷୟରେ କହିବା ପାଇଁ ଯାଉଛି। ସିଏ ଜଣେ ଦାଦନ ଶ୍ରମିକ, ଆଉ ସିଏ କେମିତି କାମ କରନ୍ତି, ଆଉ ଘର ଫ୍ୟାମିଲି ଛାଡ଼ି ଆସି ବିଦେଶରେ କାମ କରିବା ଯେ କଷ୍ଟ, କୋଉ ଭରା କଷ୍ଟ, ସିଏ ଆପଣମାନଙ୍କ ସାମ୍ନାରେ ଆଜି ଆମେ ଉପସ୍ଥାପନ କରିବା। ନମସ୍କାର, ମାଇ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ନମସ୍କାର। ଆପଣଙ୍କ ନାଁ ଆଉ ଠିକଣା ଟିକେ ସଂକ୍ଷେପରେ କୁହନ୍ତୁ। ଆମ ଘର ଯାଜପୁର ଡିଷ୍ଟ୍ରିକ୍ଟ, ଆଉ ମୋ ନାଁ ଶୁଭ ପ୍ରକାଶ ସାହୁ। ଆମ ଘର ହେଉଛି ବ୍ରାହ୍ମଣବାଡ଼ି। ଆପଣ ହାଇଦ୍ରାବାଦ କେତେ ବର୍ଷ ହେଲା ଆସିଲେନି? 2010 ରୁ ଆସିଲି, 12 ବର୍ଷ ହେଇଗଲାଣି। 2012 ବର୍ଷ ହେଲା ହାଇଦ୍ରାବାଦରେ ଆପଣ ଜବ୍ କରୁଛନ୍ତି? କୋଉ କାମ କରନ୍ତି ଆପଣ? ପ୍ଲାଷ୍ଟିକ ଜରିମଣି ତିଆରି ଚାଲିଛି, ସେଇ କାମ କରୁଛୁ ଆଉ। ଆପଣ 12 ବର୍ଷ ହେଲା ଆପଣ ଏଠାରେ ଡ୍ୟୁଟି କରୁଛନ୍ତି, କାମ କରୁଛନ୍ତି। ଆପଣଙ୍କ ଘର କଥା ଟୋଟା ମନେ ପଡ଼େନି? ହଁ ମନେ ପଡ଼େ, ଯେତେବେଳେ ଦୁଃଖ ଲାଗେ, କାନ୍ଦ ଲାଗେ। କ'ଣ କରିବା, ବାଧ୍ୟ ହେଇକି ଆମେ ଆସିଛୁ ବାହାରକୁ। ଆଉ କ'ଣ କରିବୁ, ଘର ପରିସ୍ଥିତି ଟିକେ ଅସୁବିଧା ଅଛି, ଆସିବାକୁ ପଡ଼ୁଛି ଆଉ। ଆପଣ କେତେ ଘଣ୍ଟା ଡ୍ୟୁଟି କରନ୍ତି? 12 ଘଣ୍ଟା, ରାତିରେ 12 ଘଣ୍ଟା, ଦିନରେ 12 ଘଣ୍ଟା। ଗୋଟେ ହପ୍ତାହ ଡେ ଡ୍ୟୁଟି, ଗୋଟେ ହପ୍ତାହ ନାଇଟ୍ ଡ୍ୟୁଟି? ଆଜ୍ଞା, ନାଇଟ୍ ଡ୍ୟୁଟି ଆମର 12 ଘଣ୍ଟା। ସକାଳ 7ରୁ ଯିବୁ, ସନ୍ଧ୍ୟା 7ରେ ଆସିବୁ, ସନ୍ଧ୍ୟା 7ରେ ଆସିବୁ, ସକାଳ 7ରେ ଯିବୁ। ଆପଣଙ୍କର ସକାଳେ 7ରେ ମାନେ ଆପଣଙ୍କୁ ରୋଷେଇ କରିବା ପାଇଁ ପଡ଼ୁଥିବ? ହଁ, ରାତି 4ଟାରୁ ଉଠିବାକୁ ପଡ଼ୁଛି, ରୋଷେଇ କରିବାକୁ ପଡ଼ୁଛି। 7ଟା 6:30 ଭିତରେ ଆମେ ବାହାରକୁ ଯିବାକୁ ପଡ଼ୁଛି ଡ୍ୟୁଟି। ଆଉ କମ୍ପାନୀରେ ଖିଆ ପିଆ କ'ଣ କରୁଛନ୍ତି? ହଁ, ସମସ୍ତେ ସାଙ୍ଗ ହେଇକି ଖାଉଛନ୍ତି, ଯେଉଁ ସାଙ୍ଗମାନେ ସବୁ ଅଛନ୍ତି ସାଙ୍ଗ ହେଇକି ଖାଉଛନ୍ତି, ଆଉ ମିଶିକି ଖାଉଛୁ। ମାନେ ସକାଳେ ଉଠି ଟିଫିନ୍ ମାନେ ରୋଷେଇ କରିକି ଟିଫିନ୍ ନେଇକି ଆପଣ ଯାଆନ୍ତି, ଆଉ କମ୍ପାନୀରେ ସମସ୍ତେ ମିଶି ସାଙ୍ଗ ହେଇକି ଖାଆନ୍ତି? ହଁ, ସାଙ୍ଗସାଥି ଯେଉଁମାନେ ଯାଆନ୍ତି ତାଙ୍କ ସହିତ ମିଶିକି ଆମେ ଖାଉ। ଆଉ ଯାହା ବନାଉ ସମସ୍ତେ ସାଙ୍ଗ ହେଇକି ମିଶି ଆଣ୍ଟି ଖାଉ ଆଉ। ଘର କଥା କେବେ ମନେ ପଡ଼େନି? ହଁ ମନେ ପଡ଼େ, ବହୁତ କଥା ମନେ ପଡ଼େ। ଯେତେବେଳେ ପର୍ବପର୍ବାଣି ଆସେ ସେତେବେଳେ ବହୁତ ମନେ ପଡ଼େ। ଘରେ ମନ ଟିକେ ଦୁଃଖ ଲାଗେନି? ହଁ, ବହୁତ ଦୁଃଖ ଲାଗେ। ବେଳେ ବେଳେ ମୁଁ କାନ୍ଦି ବି ପକାଏ। ଦୁଃଖ ଲାଗେ, ଆଉ କ'ଣ କରିବା। ବାହାରକୁ ଆସିଛନ୍ତି ତ ଆମେ ଖଟିବା ନା। ଆପଣ ଯେଉଁ ବାହାରେ ଆପଣଙ୍କ ଗାଁରେ ଯେଉଁ ପର୍ବପର୍ବାଣି ଯେଉଁଗୁଡ଼ାକ ଆସୁଛି, ଆପଣ ଗାଁରେ ଆଟେଣ୍ଡ କରିପାରନ୍ତିନି, ଆପଣଙ୍କୁ କେବେ ତା ବିଷୟରେ ଆପଣଙ୍କୁ ଦୁଃଖ ଲାଗେନି? ହଁ, ବହୁତ ଦୁଃଖ ଲାଗେ। ସାଙ୍ଗମାନେ ଗାଁକୁ ଆସନ୍ତି, ତୁ ଆସେ ମଜା ମସ୍ତି କରିବା, ବହୁତ କରିବା, କିନ୍ତୁ ଆମର ତ ପଇସା ଅଭାବ ନା, ସେଥିପାଇଁ ମୁଁ ବାହାରକୁ ପଳେଇ ଆସେ। କଷ୍ଟ ଲାଗେ କିନ୍ତୁ ଯାଇପାରେନି, ଦୁଃଖ ଲାଗେ। ଆପଣଙ୍କର ଯେଉଁ 12 ଘଣ୍ଟା ଡ୍ୟୁଟି, ଆପଣ ଯେଉଁ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଛନ୍ତି, ସେଥିରେ ଆପଣ ପୁରା 12 ଘଣ୍ଟା ଡ୍ୟୁଟି ନା 8 ଘଣ୍ଟା ଡ୍ୟୁଟି? ନାଇଁ, 12 ଘଣ୍ଟା ଡ୍ୟୁଟି। ସକାଳ 7ଟାରେ ଯିବ, ସନ୍ଧ୍ୟା 7ଟାରେ ଆସିବ। ଆଉ ସନ୍ଧ୍ୟା 7ଟାରେ ଯିବ, ସକାଳ 7ଟାରେ ଆସିବ। 12 ଘଣ୍ଟା 12 ଘଣ୍ଟା। ଆପଣଙ୍କର ଯେଉଁ ମାନେ ଘରେ ବାପା ମା ଛାଡ଼ିକି ଆସିଛନ୍ତି, ତେଣୁ ବାପା ମାଙ୍କ କଥା କେବେ ମନେ ପଡ଼େନି? ବହୁତ ମନେ ପଡ଼େ। ବାପା ମା କହନ୍ତି ତୁ ଆସେ ଆସେ, ମୁଁ ଯାଇପାରେନି। କିନ୍ତୁ ଆମ କମ୍ପାନୀ ଅଭାବ, ପରିସ୍ଥିତି ଖରାପ ଟିକେ ଚାଲିଛି, ପିଲା ସର୍ଟେଜ୍ ହେବାରୁ ମୁଁ ଆସିପାରେନି। ବାପାଙ୍କୁ କହିଦିଏ, ବାପା ମନ ଦୁଃଖ କରନି, ବୋଉ ମନ ଦୁଃଖ କରନି, ମୁଁ ଘରେ ଟାଇମ୍ରେ ପହଞ୍ଚିବି। ଆପଣ ଯେମିତିଆ ଘରେ ଆପଣଙ୍କର ଯେକୌଣସି ବ୍ୟକ୍ତିର ଦେହ ଖରାପ ହେଲେ ଆପଣଙ୍କ ଘରର ଫ୍ୟାମିଲି ସମସ୍ତେ ରୁହନ୍ତି, କିନ୍ତୁ ବାହାରେ ଯେତେବେଳେ ଆପଣଙ୍କ ପାଖରେ କେହି ରୁହନ୍ତି ନାହିଁ, ତେଣୁ ଆପଣଙ୍କର ଦେହ ପା ଖରାପ ହେଲେ ଆପଣମାନଙ୍କୁ କିଏ ସାହାଯ୍ୟ କରନ୍ତି ଏଠି? ହଁ, ସେଠି ସବୁ ସାଙ୍ଗମାନେ ଆସନ୍ତି, ଦେଖା କରିକି ଯାଆନ୍ତି।
अच्छे मौसा भी अच्छा पाखे हैदराबाद अच्छा सी भी मेडिकल नहीं जाती सब सांगसाथी आसिले देखा करी जाती आ। तेणु आपणको आउ गोटे कथा मु पचारिबि एबे जो आपणकर आपणकर निजर किए माने घरे तो बापा माँ निजर एटी बाहरे आपणकर निजर किए बाहर कौन कह बाहर तो सेमती कहीं निजर ना सब खटिए खाइब घर भड़ा दब सब दब ये बाहर कहीं निजर नुहति आ घरे बापा माँ समस्ते निजर हेबे ये बाहर कहीं निजर हेबेनि सांगसाथी समस्ते अच्छा किंतु निजर बोली कहीं ना। तेणु विपद आपद बेले आपणको पाखरे किए प्रथमे ठिया हुअन्ति आपण घर लोक ना सांगसाथी नाई घर लोक तो गाँव रे थिले सांगसाथी देखा होती कथा होती आज ठिया होती किंतु बाहर थिला माने सांगसाथी कौन है सिपुर कौन है आसतु देखिकी जाती आ। बर्तमान जो आपण हैदराबाद आछंती आपण हैदराबाद आपनको भल लागुची हाँ बहुत भल लगे बुलिया भल प्लेस अच्छी बुलिया पे भल अच्छी जगह अच्छी पार्किंग अच्छी बहुत बहुत भल भल मंदिर आम ओडिशार जगन्नाथ टेम्पल अच्छी बलाराम अच्छी बंजारे अच्छी बहुत बिला टेम्पल अच्छी बहुत किसी मंदिर अच्छी हम सब दर्शन करछु जाऊँ सब छुट्टी बारी जाऊ बुली बाली आस। आपण लाइफ रे दुखटा कौन दुख तो एतिक अच्छी बाहर जगार आसिकी काम करवाटा से कष्ट दुख बापा माँ को छाड़ी रहीबाटा केते कष्ट से बहुत दुख लगे आ। आपण जो कंपानी काम करूछंती आपण कंपानी रे बेसी कहा सहित मिसंती समस्त सांग मान सहित मिसे काम करे मतलब भल लगे सेतरे किछि आनंद बिना मिले आपनको हाँ आनंद मिले मजा मस्ती करने जो आसती सब सांग मैंने बहुत मजा लगे सी कौ गाँव रू आसती कौ सहर आसती सब बहुत बड़ 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 स्टेट सब आसती सब गोटे जगह काम करती यहाँ खुशी लगे कौन पाखे ठिया हो जाती से बहुत खुशी लगे आ। आपणकर जो आपण जो गाँ को गले सांग मान सत कथा मने पड़े ना पड़ेनी हाँ बहुत मन पड़े किंतु सी भी फोन करते सब सांग मैंने जो जाती घर को गाँव को ये थिला बेले बाहर थिला बेले घर को जो जाए से समस्ते फोन करती ए सांग मान साथ रे मिसिला परे आपनको घर कथा ऑलरेडी भूली जाती एटा सत ना मिछ हाँ यहाँ सत गाँव गला मैंने किए न भूल भाई समस्ते भूलिए नहीं नहीं मो क्वेश्चन टा होची कौन जे आपण जो गाँ कथा जो सब मने पड़े आपण जो बाहर जो सांग मान साथ रे जो आपण मिसंती आपण घर कथा भूली जाती ना मने रुए जिते सत कथाटा हूँ जो बाहर को आम आसो से 8-10 दिन टी दुख लगे आ समस्त कथा मन पड़े जो मिलमिशी हो जाओ कम चले समस्त कथा गाँव में मन पड़े किंतु एते नुहे सब ये सांगसाथी मिसी सारापर क्लोज हो गला भल लगे आउ एत मन पड़े आपण 12 वर्ष है हैदराबाद जॉब करुँच 12 वर्ष भितर एमती कौन किसी घटना घटी नहीं जे आपण मन में बहुत दुख आसी कौन कहबी दुख तो प्रबल अच्छी बहुत कष्ट मो गोड़ खराब हो गला ड्यूटी काम करी गोड़ खराब होगा पड़गली बहुत जंत्रणादायक होता 8 मास 6 मास पुणी कम देह ठीक ठाक करके पुणी ओडिशा गली देहटा कटक जाकि देह पा ठीक ठाक करके एक्सरे MRI कली कर सारापर पुणी बाहर को आसली आपणकर जो आपण जो कामटा करूचंती से काम रे लाइफ अच्छी लाइफ रिस्क अच्छी ना नहीं हाँ लाइफ रिस्क अच्छी बहुत किसी अच्छी लाइफ रिस्क अच्छी नाइट ड्यूटीटा बहुत यहाँ हूँ डेंजर कहीं करेन्ट द्वारा आम काम दाम करचु आटा टी असुविधा हो रिस्क अच्छी आपण जो राति 12 घंटा ड्यूटी करती 12 घंटा स्वाभाविक गोटे मनीष आम दिन में काम करे राति सी हूँ राति 10टा पर सी ऑटोमेटिक शुअंती किंतु जो आपण राति 12 घंटा काम करूचंती आपण को राति कौन निंद लगे नहीं हाँ निद लगे कौन करवा ड्यूटी तो 12 घंटा ड्यूटी ड्यूटी मेसीन साउंड रे सोई पारुनु बसी बसी रहा पड़े बेसी तो ठिया होगा पड़े कष्ट लगे से नाइट ड्यूटी आपण जो दिन में 12 घंटा ड्यूटी करते संध्या 7 रे आपण कंपनी छुट्टी जाए बोले आपण कहते संध्या 7 रे जो आपण आसिला परे आपण कौन करती रूम को आसला बासन फुसन सब पड़ी थाए धुआधुई करो घर तो कहीं ना ना आम बैचलर पिला 4 भाई रोचु से गाँव को पलि सब एकला सब करिया पड़ुची आसिले रोसे मार्केट जाओ मार्केट आसिक रोसे चाष कर खाओ पिओ पुणी शुओ पुणी राति 4 उठिकी पुणी रोसे कर ड्यूटी जाओ ये हूँ असुविधा मिनिमम आपण केते राति रे शुअंती
11ଟା 11:30 ହେଇଯାଏ ଶୋଇବା ପାଇଁ। ମାନେ ଜଣେ ବ୍ୟକ୍ତି ମିନିମମ୍ 7ରୁ 8 ଘଣ୍ଟା ଶୋଇବା ନିହାତି ଦରକାର। ତେଣୁ ଆପଣମାନେ ଏଇଠି ବିଲିଭ୍ କରିପାରୁଥିବେ ଜଣେ ବ୍ୟକ୍ତି ରାତି 11ଟା ବେଳେ ଶୋଉଛି, ସକାଳେ 4ଟାରେ ଉଠୁଛି, ତାହେଲେ ଆପଣ ଜାଣିପାରୁଥିବେ ସେ କେତେ ଘଣ୍ଟା ହିଁ ଶୋଉଛି। ତେଣୁ ଆପଣମାନେ ଏଇଠି ଅନୁଭବ କରିପାରୁଥିବେ ଜଣେ ଦାଦନ ଶ୍ରମିକର କାହାଣୀ, ମାନେ ଏତେ କଷ୍ଟ ଆପଣମାନେ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆଉ ଯେଉଁ କୁହନ୍ତି, ସମସ୍ତେ କୁହନ୍ତି କ'ଣ ନା ମୋ ବାପା ଯାଇଛି ବିଦେଶ କାମ କରିବା ପାଇଁ, ମୋ ସ୍ତ୍ରୀ ମାନେ ଯେଉଁ ସ୍ତ୍ରୀ ମାନେ କୁହନ୍ତି ମୋ ସ୍ୱାମୀ ବିଦେଶରେ କାମ କରୁଛନ୍ତି, କି ଯେକୌଣସି ବାପା ମା କୁହନ୍ତି ମୋ ପୁଅ ଯାଇଛି ବିଦେଶରେ କାମ କରିବା ପାଇଁ, କିନ୍ତୁ ବିଦେଶରେ ଯେଉଁ କଷ୍ଟଟା ସେମାନେ କେବେ ଅନୁଭବ କରିପାରନ୍ତି? ହଁ, ଅନୁଭବ କରିଛନ୍ତି। ଯେତେବେଳେ ଗୋଟେ ପର୍ବପର୍ବାଣି ଆସେ ସେତେବେଳେ ବହୁତ ଅନୁଭବ କରିଛନ୍ତି। କାରଣ ମୋ ବାପା ଆସିନି, କାହାର ଭାଇ ଆସିନି। ଯେତେବେଳେ ମୋର ତ ମ୍ୟାରେଜ ହେଇନାହିଁ, ସେତେବେଳେ ମୋ ବାପା ବୋଉ କହନ୍ତି ମୋ ପୁଅ ଆସିଥିଲେ ଟିକେ ଭଲ ଲାଗିଥାନ୍ତା। ବାପା ବି କହନ୍ତି ମୋ ପୁଅ ଟିକେ ଆସିଥିଲେ ଭଲ ଲାଗିଥାନ୍ତା। ମାଆକୁ ବି କହନ୍ତି ମୋ ପୁଅ ଟିକେ ଆସିଥିଲେ ଭଲ ହେଇଥାନ୍ତା। ଭଉଣୀ, ମୋ ଦାଦା ଝିଅ ହେରିକା ସବୁ ଅଛନ୍ତି, ମୋ ଭଉଣୀ ମାନେ ଅଛନ୍ତି, ଆଉ ସମସ୍ତେ ମନ ଦୁଃଖ କରନ୍ତି ଭାଇ ଟିକେ ଆସିଲୁନୁ, ପର୍ବପର୍ବାଣିରେ ବୁଲିବାଲି ଯାଇଥାନ୍ତୁ। ଏଇଟା ଟିକେ କଷ୍ଟ। ଆଚ୍ଛା। ଆପଣ ଯେଉଁ ମାସ ସାରା କାମ କରନ୍ତି, ମାସ ସାରା କାମ କଲା ପରେ ଆପଣ ପେମେଣ୍ଟ କେତେ ତାରିଖରୁ କେତେ ତାରିଖ ଭିତରେ ଆପଣଙ୍କର ପେମେଣ୍ଟ ହୋଇଯାଏ? 7ରୁ 10 ତାରିଖ ଭିତରେ ପେମେଣ୍ଟ ହୋଇଯାଏ। ଆଉ ଗୋଟେ କଥା ଆପଣଙ୍କୁ ଏବେ ପଚାରିବି, ଯେଉଁ ଆପଣଙ୍କର ଯେଉଁ ପେମେଣ୍ଟଟା ହେଇଯାଏ, କିନ୍ତୁ ଆପଣଙ୍କୁ ବହୁତ ଖୁସି ଲାଗୁଥିବ ନା? ହଁ, ବହୁତ ଖୁସି ଲାଗେ। ମାନେ 2 ମିନିଟ୍ 3 ମିନିଟ୍ ଖୁସି ଲାଗେ। କ'ଣ ପାଇଁ? ସେଥିରେ କାରଣ କ'ଣ? ମାନେ ଆପଣ ମାସ ସାରା କାମ କଲେ, ଆପଣଙ୍କ ପେମେଣ୍ଟ ବହୁତ ଆସିଗଲା, ତେଣୁ ଆପଣ ତ ବହୁତ ଖୁସିରେ ଇଞ୍ଜୟ କରିବେ। ଆଉ ପଇସାକୁ ମାନେ ଯେଉଁ ମନ ଇଚ୍ଛା ଆପଣ ଖର୍ଚ୍ଚ କରିପାରିବେ, କି ଆପଣ ଇଞ୍ଜୟ କରିପାରିବେ। କିନ୍ତୁ 2 ମିନିଟ୍ 3 ମିନିଟ୍ର ଖୁସି କ'ଣ ପାଇଁ? ଖୁସି କ'ଣ ପାଇଁ? ଯାହା ମାସ ସାରା ଖଟି ସାରିଲା ପରେ ଏତେ ଗୋଟେ ପେମେଣ୍ଟ ଆସେ, ସେଇଟା ଟିକେ ଖୁସି ଲାଗେ। ଆଉ ଖୁସି ଲାଗେ ଏଥିପାଇଁ, ମାସ ସାରା ଯେଉଁ 30 ଦିନ ଆମେ ଡ୍ୟୁଟି କରୁଛନ୍ତି, ସେଥିରେ ଟିକେ ପଇସା ଯେଉଁ ଅଧିକା ଆସିଲେ ଟିକେ ଖୁସି ଲାଗେ। ସେଇ ଯେଉଁ ଖୁସିଟା 2 ମିନିଟ୍, ଆପଣ ଯେଉଁ କହିଲେ ଆପଣ ଖୁସିଟା ଗୋଟିଏ ଦିନ କି 2 ଦିନ, ଠିକ୍ ଅଛି, ସେ ଗୋଟିଏରୁ 2 ଦିନ ଯେଉଁ ଖୁସିଟା, ସେଇଟା ତାପରେ ଦୁଃଖ କ'ଣ ପାଇଁ? ଦୁଃଖ ତ ଏତିକି, ସବୁ କାମ ଦାମ ସବୁ ଯାହା ପାଇଁ ଘରର ବଡ଼ ପୁଅ ମାନେ ତ ବାହାରକୁ ଆସନ୍ତି, ସବୁ ତ ପଇସା ଦେବାକୁ ପଡ଼େ ନା। ଘରେ ବାପାଙ୍କୁ ଦେବାକୁ ପଡ଼େ, ଆଉ ଏଠି ଖାଇବା ଖର୍ଚ୍ଚ ଦେବାକୁ ପଡ଼େ, ରୁମ୍ ଭଡ଼ା ଦେବାକୁ ପଡ଼େ। ଏଇଆ ସବୁ ପଇସା ହାତରେ ରୁହେନି, ସରିଯାଏ। ତେଣୁ ଆପଣମାନେ ଜାଣିପାରୁଥିବେ ଜଣେ ଘରର ଜଣେ ପୁଅ ବାହାରକୁ ଆସିଲା ପରେ ସେ ତା ମନରେ ଯେଉଁ କୋଉ ଭରା କାହାଣୀ, ମାନେ ଆପଣମାନେ କେହି ଦେଖିପାରୁନଥିବେ। କଥାଟା ହେଉଛି, ଯେତେବେଳେ ଆପଣଙ୍କର ପେମେଣ୍ଟଟା ଆସିଯାଏ ସେତେବେଳେ ବହୁତ ଖୁସି ଲାଗେ, କିନ୍ତୁ ଆପଣଙ୍କୁ ସବୁ କିଛି ଦେଇସାରିଲା ପରେ ଯେଉଁ ଆପଣଙ୍କ ପାଖରେ ଯେଉଁ ପଇସାଟା ରୁହେ, ଆପଣ ସେଇଟାରେ ହିଁ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ କାହାକୁ ଆପଣ ଦେଖେଇ ପାରନ୍ତିନି ଯେ ଆପଣଙ୍କର ଦୁଃଖଟା କ'ଣ ପାଇଁ ନା ଆପଣଙ୍କର ଯେଉଁ ଆପଣ ଦୁଃଖଟା ଯଦି ଆପଣ ଘରବାଲାକୁ ଜଣେଇବେ, ସେମାନେ ବହୁତ ଦୁଃଖ କରିବେ। ତେଣୁ ଆପଣଙ୍କର ଯେଉଁ ଦୁଃଖଟା, ସେଇଟା ଆପଣ ନିଜ ଭିତରେ ଆପଣ ଚାପିକି ରଖନ୍ତି ନା ଘରବାଲାକୁ କହିଦିଅନ୍ତି? ନା, ମୁଁ ସେ ଦୁଃଖଟାକୁ ନିଜ ଭିତରେ ଚାପିକି ରଖେ, ଘର ପିଲାକୁ ଜଣାଏନି, କାହିଁକିନା ସେ ମନ ଦୁଃଖ କରିବେ, ସେଥିପାଇଁ ଜଣାଏନି। ଆପଣଙ୍କ ଏବେ ଆଉ ଗୋଟେ କ୍ୱେଶ୍ଚନ୍, ଆପଣଙ୍କ ଲାଇଫ୍ ଷ୍ଟାଇଲ୍ ଭିତରକୁ ଆମେ ପଶିବା ପାଇଁ ଏଣ୍ଟ୍ରି କରିଛୁ, ପଶିପାରିବୁ? ହଁ, ନିହାତି କୌଣସି ଅସୁବିଧା ନାହିଁ, ପଚାରନ୍ତୁ। ଆପଣଙ୍କ ଘରେ କିଏ କିଏ ଅଛନ୍ତି? ଆମେ 2 ଭାଇ, ବାପା ମା, ଆଉ ମୋ କାକା କାକି, ଆଉ ତିନି ଭାଇ ଭଉଣୀ, ସେ ଦାଦା କାକା କାକିର ଅଛନ୍ତି। ଆପଣଙ୍କ ଭାଇ କ'ଣ କରନ୍ତି? ଭାଇ ହାଇଦ୍ରାବାଦରେ ଅଛନ୍ତି, ଏଇ ବର୍ଷେ ହେଲା ଆସିଛନ୍ତି, ମୋ ପାଖରେ ଅଛନ୍ତି। ଏବେ ଗାଁକୁ ଯାଇଛନ୍ତି, ଆସିବେ ଆଉ। ଆପଣଙ୍କୁ ହାଇଦ୍ରାବାଦ କେତେ ଭଲ ଲାଗେ? ହଁ, ଗାଁ ଅପେକ୍ଷା ମୋତେ ଭଲ ଲାଗେ ବେଶୀ, କାହିଁକିନା ପ୍ଲେସ୍ଟା ଟିକେ ବୁଲାବୁଲି କରିବା ପାଇଁ ଟିକେ ଭଲ ଅଛି, ସେଇଟା ଭଲ ଲାଗେ। ଆପଣଙ୍କର ଯେଉଁ ଘରେ ଆପଣଙ୍କର ଏଲାହାବାଦ ଆଉ ଇନକମ୍ କରିବା ପାଇଁ କେହି ଅଛନ୍ତି କି? ଦୁଃଖ ତ ଲାଗେ, ଏତିକି କାମ କରିପାରୁନାହାନ୍ତି, ଆଖିକି ଆଉ ବରାବର ଦିଶୁନାହିଁ। ଆଉ ଯେତେବେଳେ ବିଲରେ କାମ କରୁଥିଲେ, ଝାଟି ନେଇକି ଯାଉଥିଲେ ବିଲରେ, କ୍ଷେତିରେ କାମ କରୁଥିଲେ, ଝାଟି ନେଇ ଯାଉଥିଲେ, ବିଦ୍ୟୁତ ତାର ଯେଉଁ ଆମ ଲାଇନ୍ ଯାଇଛି ଯେଉଁ ବିଲ ମଝିରେ, କରେଣ୍ଟ ମାଇଲା, ବାପାଙ୍କୁ ସକ୍ ଲାଗିଥିଲା, ଖାଲି ପାଦେ ଯାଉଥିଲେ, ବର୍ଷା ଟୁପୁର ଟୁପୁର ପକାଉଥିଲା, ଖାଲି ପାଦେ ଚାଲିଥିଲେ, ଆଉ କରେଣ୍ଟ ମାଇଲା, 3 ଘଣ୍ଟା 2 ଘଣ୍ଟା ବେହୋସ ଆସିଲାନି, ବହୁତ କାନ୍ଦିଥିଲି। ଆଉ ବହୁତ କଷ୍ଟ ପରେ ବାପାଙ୍କର ସେନ୍ସ ଫେରିଲା, ବହୁତ କଷ୍ଟ ଲାଗିଥିଲା।
ଆପଣଙ୍କ ଜୀବନରେ ଏମିତି ଏକ କୌଣସି କଥା ଅଛି ଯେଉଁଟା ଆପଣଙ୍କ ଘର ଫ୍ୟାମିଲି କିମ୍ବା କେହି ଜାଣିନାହାନ୍ତି? ଏମିତି ବହୁତ କିଛି କଥା ଅଛି, ସେଟା ମୁଁ ଜଣାଏନି କି କାହାକୁ କହେନି ସେ କଥା। ଘରେ ଏଟା ବାପା ସିକ୍ରେଟ। ସେଟା ସିକ୍ରେଟ ଅଛି। ଏ ଚ୍ୟାନେଲକୁ ଆସି ଆପଣଙ୍କୁ କେମିତି ଲାଗିଲା? ବହୁତ ଖୁସି ଲାଗିଲା ଆଉ ଭଲ ବି ଲାଗିଲା। ଆଉ ଆପଣଙ୍କ ଓଡ଼ିଶାବାସୀଙ୍କୁ ଯେଉଁ ଆପଣଙ୍କ ଆମର ଯେଉଁ ଚ୍ୟାନେଲରେ ଆପଣଙ୍କୁ ଯେଉଁ ଯିଏ ବି ଦେଖୁଛନ୍ତି ତାକୁ କ'ଣ କହିବା ପାଇଁ ଚାହୁଁଛନ୍ତି? ସମସ୍ତେ ଏତିକି କହିବି, ବାହାରକୁ ଆମ ଯେଉଁ ଭିଡ଼ିଓଟି ଦେଖୁଛନ୍ତି କାହାକୁ ଭଲ ଲାଗିପାରେ, କାହାକୁ ଖରାପ ଲାଗିପାରେ, କାହିଁକିନା ମୋ ଦୁଃଖ ଭରା କାହାଣୀ ମୁଁ ପ୍ରକାଶ କଲି ଏମ୍ ସବୁ ବ୍ଲଗ ମାଧ୍ୟମରେ। ଆଉ ଆପଣ ଯେଉଁମାନେ ଆପଣଙ୍କର ଓଡ଼ିଶାବାସୀ ଆପଣ ଆମର ଭିଡ଼ିଓଟି ଦେଖୁଛନ୍ତି ତାଙ୍କୁ କ'ଣ କହିବା ପାଇଁ ଆପଣ ଚାହୁଁଛନ୍ତି? ଓଡ଼ିଶାବାସୀ ଆମ ଓଡ଼ିଶା ବାସୀଙ୍କୁ କହୁଛି ଏତିକି, ଆମେ ଯେଉଁ ବାହାରକୁ ଆସିଛୁ ଖଟିବା ପାଇଁ, ଗାଁରେ ଛୋଟ ପିଲାଙ୍କୁ ରଖିକି ପାଠ ପଢ଼ାନ୍ତୁ, ମଣିଷ କରାନ୍ତୁ, ଆଉ ଭଲ ପାଠ ପଢ଼ାନ୍ତୁ, ଆଉ ମୋବାଇଲ ଠାରୁ ବେଶୀ ଦୂରେଇକି ରଖନ୍ତୁ। ଛୁଆ ପିଲାଙ୍କୁ ମୋବାଇଲ ଠାରୁ ବେଶୀ ଦୂରେଇକି ରଖନ୍ତୁ, ପାଠ ମନ ଦେଇକି ପଢ଼ାନ୍ତୁ। ଭଲ। ତ ଏ ପ୍ରକାଶରେ ଆପଣମାନେ ଦେଖିବାକୁ ପାଇଲେ ଜଣେ ଯାର୍ଦନ ଶ୍ରମିକର କାହାଣୀ। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍ କରିବେ, କମେଣ୍ଟ କରିବେ ଆଣ୍ଡ ସେୟାର କରିବେ। ଆଉ ଯଦି ଆପଣଙ୍କ ଭିଡ଼ିଓଟି ବହୁତ ମାତ୍ରାରେ ଭଲ ଲାଗିଥାଏ, ଆପଣ ଏମିତି ଭିଡ଼ିଓ ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ତେଣୁ ଆମ ଚ୍ୟାନେଲରେ ଆସି ଆପଣ କମେଣ୍ଟ କରନ୍ତୁ। ଆମକୁ ଏଇଭଳି ଭିଡ଼ିଓ ଆପଣଙ୍କର ଜଣେ ଛୋଟ ମଣିଷର କୁହ ଭରା କାହାଣୀ ଯେଉଁ ଦୁନିଆ ସାମ୍ନାକୁ ଆସିପାରୁନାହିଁ, ସେଇଟା ଏ ଚ୍ୟାନେଲ ମାଧ୍ୟମରେ ଆପଣମାନଙ୍କୁ ଏ କୁହ ଭରା କାହାଣୀ ଆପଣମାନଙ୍କ ସାମ୍ନାକୁ ଆଣିବୁ। ଆଉ ଆପଣ ଜାଣିପାରିବେ ଯେଉଁ ଆପଣଙ୍କର ଜଣେ ଛୋଟ ମଣିଷ ତା ଭିତରେ ବି କେତେ ଦୁଃଖ ଥାଇପାରେ। ତେଣୁ ଆପଣମାନଙ୍କୁ ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଆସିଛନ୍ତି, ତେଣୁ ସମସ୍ତଙ୍କୁ ରିକ୍ୱେଷ୍ଟ ଯେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।